मनुष्य पाप काहींकी करिथाए। श्रीकृष्णଙ୍କ କହିବା ଅନୁଯାୟୀ ମଣିଷ ଜାଣିଶୁଣି ପାପ କାହିଁକି କରିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ମଣିଷ କାହିଁକି ପାପ କରିଥାଏ ସବୁ ଜାଣିଶୁଣି ମଧ୍ୟ। ନମସ୍କାର ବନ୍ଧୁଗଣ। ମଣିଷ ମାତ୍ରେ ହିଁ କିଛି ଭୁଲ ବା ପାପ ହୋଇଥାଏ। ପାପ କ'ଣ କାହାକୁ କୁହାଯାଏ ଏହା ସମସ୍ତଙ୍କୁ ଜଣା। ତଥାପି ଲୋକ ପାପ କରି ଚାଲିଛନ୍ତି। ପାପ କରିବା ବେଳେ ପାପ କରିସାରିବା ପରର ଦଣ୍ଡ ମଧ୍ୟ ଜଣାଥାଏ। ତଥାପି ତାଙ୍କ ମନରେ କୌଣସି ଭୟ ନଥାଏ। ପାପ କରିବା ସମୟରେ ମଣିଷ କାହିଁକି ପଛଘୁଞ୍ଚା ଦେଇନଥାଏ? ତେବେ ମଣିଷ ଜାଣିଶୁଣି ପାପ କାହିଁକି କରିଥାଏ ଏହା ସମ୍ପର୍କରେ ଶ୍ରୀକୃଷ୍ଣ କ'ଣ କହିଛନ୍ତି ଆସନ୍ତୁ ଜାଣିବା। କିଛି ପାଇବାର ଆଶା ହିଁ ମଣିଷକୁ ଦ୍ୱାରା ପାପ କରାଇଥାଏ। ଆଶା ପାଇଁ ସୃଷ୍ଟି ହେଉଥିବା କ୍ରୋଧ ଏବଂ ଲୋଭ ମଣିଷକୁ ପାପ କରିବା ପାଇଁ ଉତ୍ସାହିତ କରିଥାନ୍ତି। ମଣିଷ ଶରୀର ମଧ୍ୟରେ ରହିଥିବା ମନ, ଇନ୍ଦ୍ରିୟ, ବୁଦ୍ଧି, ଗର୍ବ ଏବଂ ବିଶ୍ୱରେ କାମନାର ବାସ ହୋଇଥାଏ। ଏହି କାମନା ବା ଆଶା ହିଁ ମଣିଷର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। ମନେ ରଖିବେ, ଏହି କାମନା ବା ଆଶା ହିଁ ମଣିଷର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। କିନ୍ତୁ ମଣିଷ ନିଜ ଜ୍ଞାନ ବଳରେ ଏହିସବୁକୁ ନିଜ ମନକୁ ଆଣିବା ପୂର୍ବରୁ ନିୟନ୍ତ୍ରଣ କରିପାରିବ। ମଣିଷର କର୍ମ ଏହିସବୁ କାର୍ଯ୍ୟ କରିବା ପାଇଁ ବେଳେବେଳେ ଅଟକାଇ ଦେଇଥାନ୍ତି। ଯଦି ମଣିଷ ପାପ ଅନ୍ୟ କାହାର ଭଲ ପାଇଁ କରିଥାନ୍ତି, ତେବେ ତାଙ୍କ ଜୀବନରେ ପାପ ବଦଳରେ ଏକ ପୁଣ୍ୟ ଯୋଡ଼ି ହୋଇଯାଏ। ଯେଉଁ ମଣିଷ ନିଜ ସ୍ୱାର୍ଥ ପୂରଣ ପାଇଁ ପାପ କରିଥାଏ, ସେହି ମଣିଷ ହିଁ ପ୍ରକୃତ ପାପୀ ଏବଂ ଦୋଷୀ ହୋଇଥାଏ। ଯେଉଁ ମଣିଷ ନିଜ ସ୍ୱାର୍ଥ ପୂରଣ ପାଇଁ ପାପ କରିଥାଏ, ସେହି ମଣିଷ ହିଁ ପ୍ରକୃତ ପାପୀ ଏବଂ ଦୋଷୀ ହୋଇଥାଏ। ନିଜର କର୍ମର ଭଙ୍ଗ ସେହିଠାରେ କରିଦେଇଥାନ୍ତି। ଯଦି ଆପଣ କୌଣସି କାମ ବା ଦାନ, ଧର୍ମ ଇତ୍ୟାଦି ଅନ୍ୟର ସହାୟତା ପାଇଁ କରୁଛନ୍ତି, ତେବେ ତାହା ଆପଣଙ୍କୁ ମୁକ୍ତି, ଆନନ୍ଦ ଏବଂ ଆପଣଙ୍କ ପାଇଁ ଶୁଭଯୋଗ ଆଣିଦେଇଥାଏ। ତେଣୁ କୁହାଯାଇଛି, ଅନ୍ୟର ଭଲ ପାଇଁ କରୁଥିବା କର୍ମର ଅନେକ ସୁଫଳ ମିଳିଥାଏ। ଯଦି ଆପଣ କୌଣସି ବ୍ରାହ୍ମଣର ହତ୍ୟା ଜାଣତରେ ହେଉ ବା ଅଜାଣତରେ ହେଉ ହତ୍ୟା କରନ୍ତି, ତେବେ ତାହା ବ୍ରହ୍ମହତ୍ୟା ହୋଇଥାଏ। ଏହାକୁ ମହାପାପ ମନାଯାଇଥାଏ। ଯଦି ଆପଣ କୌଣସି ବ୍ରାହ୍ମଣର ହତ୍ୟା ଜଣାତରେ ହେଉ ବା ଅଜାଣତରେ ହେଉ ହତ୍ୟା କରନ୍ତି, ତେବେ ତାହା ବ୍ରହ୍ମହତ୍ୟା ହୋଇଥାଏ। ଏହାକୁ ମହାପାପ ମନାଯାଇଥାଏ। ଏଭଳି ପାପରେ ସାଥ ହେଉଥିବା ମଣିଷ କୁମ୍ଭୀପାକ ନର୍କକୁ ଯାଇଥାଏ। ଯେଉଁ ମଣିଷ ଏହି ବ୍ରହ୍ମହତ୍ୟା ଭଳି ପାପ କରିଥାନ୍ତି, ସେମାନେ ପରଜନ୍ମରେ ହରିଣ, ଓଟ, ଘୁଷୁରୀ ଏବଂ ଘୋଡ଼ା ଜନ୍ମ ନେଇଥାନ୍ତି। ଚୋରି କରୁଥିବା ମଣିଷ ନର୍କ ଭୋଗ କରିଥାନ୍ତି। ଏମାନେ କୀଟପତଙ୍ଗ ଜନ୍ମ ହୋଇଥାନ୍ତି। ଅନ୍ୟର ପଇସାକୁ ଲୁଟୁଥିବା ଲୋକ ଆକସ୍ମିକ ବଡ଼ ରୋଗରେ ପୀଡ଼ିତ ହୋଇଥାଏ। ଭଲ ହେବାର କୌଣସି ଆଶଙ୍କା ମଧ୍ୟ
ନଥାଏ। ଏହା ଥିଲା ମଣିଷ କାହିଁକି ପାପ କରିଥାଏ, ମଣିଷ ଜାଣିଶୁଣି କାହିଁକି ଭୁଲ କରିଥାଏ, ମଣିଷ ଜାଣିଶୁଣି କାହିଁକି ଅନ୍ୟକୁ ହଇରାଣ କରିଥାଏ ଆଉ ପାପ କରିଥାଏ। ପାପ କ'ଣ? କିଛି ପାଇବାର ଆଶା ହିଁ ମଣିଷକୁ ପାପ କରାଇଥାଏ। ମଣିଷ କିଛି ଜିନିଷ ପାଇବା ଆଶାରେ, କିଛି ପାଇବାକୁ ଯେଉଁ ଜିନିଷ ଆଶା ଥାଏ, ଯଦି ତାକୁ ପାଇବା ପାଇଁ ମଣିଷ ପାପ କରିଥାଏ। ଆଶା ପାଇଁ ସୃଷ୍ଟି ହେଉଥିବା ଯେଉଁ ଜିନିଷ, ଯେଉଁ ଆଶା ଅଛି, ସୃଷ୍ଟି ହେଉଥିବା କ୍ରୋଧ ଓ ଲୋଭ ମଣିଷକୁ ପାପ କରିବା ପାଇଁ ଉତ୍ସାହିତ କରିଥାନ୍ତି। ଯଦି ମଣିଷ ପାଖରେ କିଛି ପାଇବା ପାଇଁ ଆଶା ନଥିବ, କିଛି ପାଇବାର ଆଶା ନାହିଁ, ତାହେଲେ ମଣିଷର କ୍ରୋଧ ଲୋଭ ଆସିବ ନାହିଁ। କ୍ରୋଧ ଲୋଭ ଆସିଲେ ମଣିଷ ପାପ କରିଥାଏ। ସେ କ୍ରୋଧ ଆଉ ଲୋଭ ମଣିଷକୁ ପାପ କରିବା ପାଇଁ ଉତ୍ସାହିତ କରିଥାଏ। ମଣିଷ ଶରୀର ମଧ୍ୟରେ ରହିଥିବା ମନ, ଇନ୍ଦ୍ରିୟ, ବୁଦ୍ଧି, ଗର୍ବ ଏବଂ ବିଶ୍ୱରେ କାମନାର ବାସ ହୋଇଥାଏ। ଏହି କାମନା ହିଁ ବା ଆଶା ହିଁ ମଣିଷର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। ଏବେ ଜାଣିଲେ ତ ମନୁଷ୍ୟ କାହିଁକି ପାପ କରିଥାଏ। ମନୁଷ୍ୟ ପାପ ଏଥିପାଇଁ କରିଥାଏ, କିଛି ପାଇବାର ଆଶା ଥାଏ। ଏହି ଆଶା ମଣିଷ ଭିତରେ କ୍ରୋଧ ଲୋଭ ମଣିଷକୁ ପାପ କରିବା ପାଇଁ ଉତ୍ସାହିତ କରିଥାଏ।